ଚାମିଲ ଓଝାଙ୍କ ମାନେ ବିଷୟରେ ଆଉ ଆପଣଙ୍କୁ କିଛି କହିବାକୁ ପଡ଼େନି। ଆପଣ ଜାଣିଥିବେ ସେ କେଉଁ ପଞ୍ଚାୟତର ସରପଞ୍ଚ, କେଉଁ ଜିଲ୍ଲାରୁ ଆପଣ ସବୁ ଜାଣିଥିବେ, କିଛି କହିବାକୁ ପଡ଼େନି। ଆପଣମାନେ ଏଇ ଯେଉଁ ସ୍କ୍ରିନ୍ରେ ମୋର ଦେଖୁଛନ୍ତି ଯେଉଁ ଦରଖାସ୍ତ, ଯେଉଁ ଆପ୍ଲିକେସନଟି, ସେ ମୁଖ୍ୟମନ୍ତ୍ରୀକୁ, ମାନନୀୟ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଆଉ ତାଙ୍କୁ ନ୍ୟାୟ ମିଳୁ। କଥାଟା ଆକ୍ଚୁଆଲି କ'ଣ ହେଇଛି, ସେ କ'ଣ ପାଇଁ ଦରଖାସ୍ତ ଲେଖିଲେ, ସେ ଏଇଥିପାଇଁ ଲେଖିଛନ୍ତି ଯେ ତାଙ୍କ ପ୍ରତି ଅନ୍ୟାୟ ହେଇଛି ଆଉ ସେ ତାଙ୍କ ପଞ୍ଚାୟତରେ କିଛି ଉନ୍ନତିମୂଳକ ମାନେ କାମ ହେଉନଥିବାରୁ ସେ ବିଡ଼ିଓଙ୍କ ପାଖକୁ ଗୋଟେ କମ୍ପ୍ଲେନ୍ ନେଇକି ଯାଇଥିଲେ। କଥାଟା ସେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ତାଙ୍କର ଯେଉଁ ବିଧାୟକ ଅଛନ୍ତି ସେ କହିଲେ ମୁଁ ଗୋଟେ ଝିଅ ପିଲା ସରପଞ୍ଚ ହେଇଥିବାରୁ ବିଧାୟକ ମୋ ଠାରୁ ବହୁତ କିଛି ଆଶା କରୁଥିଲେ ପାଇବା ପାଇଁ। ମାନେ କ'ଣ ବୁଝିପାରୁଥିବେ ଆପଣମାନେ। ସେ କହିଲେ ଯେହେତୁ ମୁଁ ତାଙ୍କ ଆଶା ଯେଉଁ ପୂରଣ କରିପାରିଲିନି, ପୂରଣ କରିବାରେ ଅସମର୍ଥ ହେଲି, ତ ସେଇଥିପାଇଁ ସେ ଗୋଟେ ପର୍ଟିକୁଲାର ରାଗ ରଖିଛନ୍ତି ମୋ ଉପରେ। ଆଉ ମୋ ଗ୍ରାମ ପଞ୍ଚାୟତକୁ ଯେଉଁ ସବୁ ଉନ୍ନତିମୂଳକ କାର୍ଯ୍ୟ ଆସୁଛି କିମ୍ବା ଯେକୌଣସି ଗୋଟେ ମାନେ ତାଙ୍କ ପାଣ୍ଠିକୁ ଯେଉଁ ପଇସା ସବୁ ଆସୁଛି, ସେ କହୁଛନ୍ତି ବିଧାୟକ ତାକୁ କିଛି କରାଇ ଦେଉନାହାନ୍ତି, ନିଜେ ରଖୁଛନ୍ତି। ତ ସେଇ ବିରୁଦ୍ଧରେ ସେ କମ୍ପ୍ଲେନ୍ ନେଇ ସେ ଯାଇଥିଲେ ଆମର ବିଡ଼ିଓଙ୍କ ପାଖକୁ। ସେ କହିଲେ ଆମେ ବିଡ଼ିଓଙ୍କ ପାଖକୁ ପହଞ୍ଚୁ ବିଡ଼ିଓ ସାଙ୍ଗେ ସାଙ୍ଗେ ଆମକୁ କହିଲେ ଆଗେ ବିଧାୟକଙ୍କ କଥା ବୁଝ, ତାପରେ ଯାହା ହେବ। ଆଉ ସେଇଥିପାଇଁ ସେ ନିଜେ ଯାଇଥିଲେ, ଆଉ କିଛି ତାଙ୍କ ସାଙ୍ଗରେ ସରପଞ୍ଚକୁ ଡାକି ନେଇଥିଲେ, ଅଲଗା କିଛି ସରପଞ୍ଚ ନେଇଥିଲେ। ତ ସମସ୍ତେ ମିଶିକି ଗୋଟେ କମ୍ପ୍ଲେନ୍ ଦେଇଥିଲେ। ତ ଏହାକୁ ଶୁଣି ସାଙ୍ଗେ ସାଙ୍ଗେ ବିଡ଼ିଓ ଆଉ ତାଙ୍କର ଯେଉଁ ସବୁ ମାନେ ପାଖରେ ତାଙ୍କ ଯେଉଁ ଲୋକ ଥିଲେ କହିଲେ, ସାଙ୍ଗେ ସାଙ୍ଗେ ବିଡ଼ିଓ ତାଙ୍କୁ ଡାକିଲା ପରେ ମାନେ ସେ ଯେଉଁ ଲୋକମାନେ ୟାଙ୍କୁ ବହୁତ ଦୁର୍ବ୍ୟବହାର କରିଥିଲେ, ଏମିତି ବହୁତ ଧମକ ଦେଇଥିଲେ ଯେ ଉଠେଇ ନେଇଯିବୁ, ଗଣଦୁଷ୍କର୍ମ କରିଯିବୁ, ଏଇ ଟାଇପ୍ର କିଛି ମାନେ ଦୁର୍ବ୍ୟବହାର କରିଥିଲେ। ଆଉ କହିଲେ ଆମକୁ ବି ମରଣାତ୍ମକ ଆକ୍ରମଣ ବି କରିଥିଲେ। ତ ସେଇଥିପାଇଁ ସେ କହିଲେ ଆମେ ଯେହେତୁ ଝିଅ ପିଲା ଥିଲି, ବହୁତ ଡରି ଯାଇଥିଲି ଆଉ ମୋର ଭିଡ଼ିଓ କରିବାକୁ ସେ ମାନେ ଭିଡ଼ିଓ ମୁଁ କରିଥିଲି। ତ ଏଇ ଭିଡ଼ିଓ କଥା ଶୁଣି ସାଙ୍ଗେ ସାଙ୍ଗେ ସେମାନେ ପୋଲିସକୁ କମ୍ପ୍ଲେନ୍ କରିଥିଲେ। ତାର ମହାକାଳପଡ଼ାର ଯେଉଁ ପୋଲିସ ଟିମ୍ ଆସିଥିଲେ ଆଉ ଆମର ଚାମିଲ ମ୍ୟାଡ଼ାମକୁ କହିଥିଲେ ଯେ ଗାଡ଼ିରେ ବସିବା ପାଇଁ। ତ ଇଏ ଫାଷ୍ଟ ବସିବାକୁ ରାଜି ନଥିଲେ, ତାଙ୍କୁ ଜବରଦସ୍ତି ନିଆ ହେଇଥିଲା। ନିଆ ହେଲା ପରେ ବାଟର ଯାଉ ବି ମଧ୍ୟ ସେମାନେ ମାନେ ଚାମିଲ ମ୍ୟାଡ଼ାମକୁ ସେ କହୁଛନ୍ତି ଯେ 3ଟି ଲେଡ଼ିସ୍ କନଷ୍ଟେବଳ ତାଙ୍କୁ ମାଡ଼େଇ ମଧ୍ୟ ମାରିଥିଲେ। ଖାଲି ଏତିକି ନୁହେଁ, ଆଉ ତାଙ୍କ ଭାଇକୁ ବି ଧରି ନେଇଥିଲେ ପୋଲିସ, ଅଟୋ ରଖିଥିଲେ। ଆଉ ତାଙ୍କ ନାଁରେ ବି ଧମକ ଦେଇଥିଲେ ଯେ ତୁମ ଭାଇ ନାଁରେ ଆମେ ମିଛ ମାନେ କେସ୍ ଯୋଡ଼ିକି ତାଙ୍କୁ ଆମେ ଜେଲ୍ ପଠେଇ ବି ଛନ୍ତି। ସେ ଆଇଆଇସି ନାଁରେ ଯେଉଁ ମହାକାଳପଡ଼ାର ଆଇଆଇସି ନାଁରେ ବି କମ୍ପ୍ଲେନ୍ ଆସିଛନ୍ତି। ଆଇଆଇସି ବି ମଧ୍ୟ ତାଙ୍କୁ ଫାଷ୍ଟ ତ କହିଥିଲେ ଯେ ବିଧାୟକ ସହ ମିଳିମିଶି କାର୍ଯ୍ୟ କର, ବିଧାୟକ ବିରୁଦ୍ଧରେ ଯାଅ ନା। ଆଉ ତାପରେ ସେ କହିଲେ ଯେ ଆଉ ସେମାନେ ଆଇଆଇସି ବି ଏମିତି ତାଙ୍କୁ କହିଥିଲେ। ତ ଏଇଟା ସେ କହୁଛନ୍ତି ଯେ ଏମିତି ମାନେ ଅନ୍ୟାୟ ହେଉଛି ମୋ ଉପରେ, ଆଉ ନିଜ ଦଳର କର୍ମୀ ହେଇଥିବାରୁ ସେ କହୁଛନ୍ତି ଯେ ମୋତେ ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ, ଆଉ ବିରୁଦ୍ଧରେ ଅନ୍ୟାୟ ହେଉଛି, ସରକାର ତୁରନ୍ତ ଆକ୍ସନ୍ ନେବା ଦରକାର। ସେ ବି ଗୋଟେ ଏମିତି ସାଧାରଣ ବି ନୁହେଁ, ସେ ଗୋଟେ ମାନେ ଗୋଟେ ଗ୍ରାମ ପଞ୍ଚାୟତର ସରପଞ୍ଚ ଅଛନ୍ତି। ଯଦି ସରପଞ୍ଚ ଉପରେ ଯଦି ଏମିତି ଅତ୍ୟାଚାର ହେଉଛି, ତ ସାଧାରଣ ଜନତା ସେ ପଞ୍ଚାୟତରେ କ'ଣ କରିବେ, ତାଙ୍କ ପ୍ରତି କ'ଣ ହେଉଥିବ। ସେ ବି ଆଉ ଗୋଟେ ସ୍ପଷ୍ଟ କରିଛନ୍ତି ଯେ ଗୋଟେ ମାନେ ତାଙ୍କର ଗୋଟେ କର୍ମୀ ସେଠି ଜନସେବା କେନ୍ଦ୍ର କରିଥିଲା, ତାକୁ ମଧ୍ୟ ବିଧାୟକ ମାନେ କହିକି ମାନେ ଭଙ୍ଗାରୁଜା କରିଥିଲେ, ଭଙ୍ଗାରୁଜା କରିବାକୁ ପ୍ରଶାସନକୁ ପଠାଇଥିଲେ। ତ ସେ ଚାମିଲି ଯିଏ ସରପଞ୍ଚ, ସେ ବି ବିରୋଧ କରିଥିଲେ କାମକୁ। ତ ଏଇ ଟାଇପ୍ର କିଛି ମାନେ ତାଙ୍କର ଯେଉଁ ବିଧାୟକ ଯେଉଁଟାକି ରାଗ ରଖି ଏମିତି ପର୍ଟିକୁଲାରଲି କିଛି ଏମିତି ଆକ୍ସନ୍ ନେଉଛନ୍ତି, ଯେଉଁଟାକି ମାନନୀୟ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ଆଉ ଚାମିଲ ମ୍ୟାଡ଼ାମଙ୍କୁ ନ୍ୟାୟ ବି ମିଳିବା ଦରକାର, କାହିଁକିନା ଯିଏ ଗୋଟେ ଜନପ୍ରତିନିଧି